ପାଣି ଟିକେ ଇଏ ହେଇକି ମୁଣ୍ଡ କାଢିଛି ଦେଖନ୍ତୁ ଫଳଉଛି। ଗୋଟେ କଞ୍ଚା ମାଛ ଖାଇବ ଆଉ ପିଂଶୁ ପଛରେ ଖାଇବା ବନ୍ଦ କରିକି ଦୌଡ଼ିକି ପଳେଇଲାଣି। ଭାଇ ଭଉଣୀ ମାନେ ତ ଆଜିର ବ୍ଲଗଟି ମୁଁ ଆପଣମାନଙ୍କୁ ଦେଖିବାକୁ ଚାହୁଁଛି ବ୍ଲଗରେ। ତ କାଲି ଯେଉଁ ମୁଁ ବୁଲିବାକୁ ଯାଇଥିଲି ତ ସାଙ୍ଗମାନଙ୍କ ସହ ସେଠି ମୋତେ ଗୋଟେ ଛୋଟ କଇଁଚ ଛୁଆ ରୋଡ଼ରେ ମିଳିଥିଲା। ସିଏ ଏଇଥିରେ ଅଛି, ତାକୁ ହାଲକା ପାଣି ଆଉ ଏଥିରେ ମୁଁ ରଖିଛି କାରଣ ସିଏ କ'ଣ ଖାଇ ବି ପାରିବ କି ନାହିଁ ମୁଁ ଜାଣିନି। ବହୁତ ଛୋଟ ଅଛି, ମାନେ ଜଷ୍ଟ ମାନେ ନ୍ୟୁ ବର୍ନ ବେବି। ଆଉ ସେଇଟା ମୁଁ ଆପଣମାନଙ୍କୁ ଦେଖିବାକୁ ଚାହୁଁଛି ସେ କେତେ ସାଇଜ୍ ସ୍ମଲ୍ ଅଛି ଦେଖନ୍ତୁ, ମାନେ ହାତରେ ବି ଆସୁନାହିଁ ଦେଖୁଛନ୍ତି, ପୁରା ଛୋଟଟେ ଅଛି। ଆଉ ଏଇଟାକୁ ରିଲିଜ୍ କରିଦେବା କାରଣ ଆକୁ ରଖିଲେ ସେ ବଞ୍ଚିଯିବ କି ମରିଯିବ ସେଇଟା ଇଏ ନାହିଁ। ତ ଆକୁ ପ୍ରଥମ ପୋଖରୀରେ ଆକୁ ରିଲିଜ୍ କରିବି। ଆଉ ଦୁଃଖର ଘଟଣା ଏଇଆ ହେଲା ତ ଆଜି ସକାଳେ ଯେଉଁ ବର୍ଷା ଯେଉଁ ହେଇଥିଲା କାଲି, ଆଉ ସେଇ ବର୍ଷାରେ ଆଜି ମୁଁ ବାହାରକୁ ଯାଇଥିଲି ଗାଡ଼ି ନେଇ, ତ ମୋର ଗାଡ଼ି ଆକ୍ସିଡେଣ୍ଟ ହେଇଛି। ଟୋଟାଲି ଗାଡ଼ି ଫାଳେ ଗୋଟେ ସାଇଡ଼୍ ଗାଡ଼ି ଆଣିବାର 5 ଦିନ ହେଇଛି, ତ ଟୋଟାଲି ସାଇଡ଼୍ରେ ସବୁ ଭାଙ୍ଗି ଯାଇଛି। ଆଉ ପ୍ରଥମେ ଚାଲନ୍ତୁ ଆକୁ ରିଲିଜ୍ କରିବା। ଆଉ ଆକୁ ମୁଁ ଚାହିଁଥିଲେ ରଖିପାରିଥାନ୍ତି କାରଣ ଏ ଯଦି ମରିଯିବ ତାହେଲେ ମନ ଦୁଃଖ ହେବ। ତ ଆକୁ ଛାଡ଼ିଦେବା। ଆଉ ବହୁତ ମାନେ ଛୋଟଟେ ପୁରା, ସିଏ ତାର ଏତେ ସେନ୍ସିଟିଭିଟି ଅଛି ଯେ ସିଏ ନିଜେ ବି ଜାଣିପାରୁଛି ଦେଖନ୍ତୁ। ମୁଁ ବ୍ୟାକ୍ କ୍ୟାମେରା ଅନ୍ କରି ଆପଣମାନଙ୍କୁ ଦେଖାଉଛି। ଛୋଟ ଅଛି ଆଉ ପୋଖରୀରେ ଆକୁ ରିଲିଜ୍ କରିଦେବି। ଆମର ଯେଉଁ ପୋଖରୀରେ ମାଛ ଛଡ଼ା ହେଇଛନ୍ତି ସେଇ ପୋଖରୀରେ ଆକୁ ରିଲିଜ୍ କରିଦେବା। ଆଉ ମୋତେ ଲାଗୁଛି ସେ ପାଣିରେ ରହିଲେ ହିଁ ମାନେ ବଞ୍ଚି ଯାଇପାରିବ କାରଣ ଇଏ ଏବେ ବହୁତ ଛୋଟ ଅଛି। କ'ଣ ଖାଇବ ନ ଖାଇବ ତା ଦେହରେ ମୁଁ ଜାଣିନି, କିନ୍ତୁ ଯଦି ପାଣିରେ ରହିବ ସେ ତା ନିଜ ଖାଦ୍ୟ ନିଜେ ସଂଗ୍ରହ କରିପାରିବ। ତ ଦେଖନ୍ତୁ ପାଣି ଟିକେ ଇଏ ହେଇକି ମୁଣ୍ଡ କାଢିଛି ଦେଖନ୍ତୁ, ଫଳଉଛି ଦେଖନ୍ତୁ ପୁରା ପଳେଇବ। ଦେଖନ୍ତୁ ପଳେଇଲା, ତାକୁ ରିଲିଜ୍ କରିଦେଲେ। ଚାଲନ୍ତୁ। ଆଉ ଖୁସି ଲାଗିଲା କାରଣ ତାକୁ ରଖିଥିଲେ ଯଦି ସେ ମରିଯାଇଥାନ୍ତା ତାହେଲେ ମୋତେ ବହୁତ ଦୁଃଖ ଲାଗିଥାନ୍ତା ନା, ମୋତେ ବହୁତ ଦୁଃଖ ଲାଗିଥାନ୍ତା। ସେଥିପାଇଁ ମୁଁ ତାକୁ ଛାଡ଼ିଦେଲି। କାରଣ ଗୋଟେ କଥା ଦେଖନ୍ତୁ, ସିଏ କ'ଣ ଖାଇବ ଠିକ୍ସେ ମୁଁ ବି ଜାଣିନାହିଁ। ଆଉ ମୁଁ ବି ଟିକେ ମୋ କାମରେ ପଳଉଛି, ଯଦି ସେ ମରିଯିବ ଚାଲନ୍ତୁ ଗାଡ଼ିଟା ଦେଖିବା ଗାଡ଼ିର ଅବସ୍ଥା କ'ଣ ହେଇଛି। ଗାଡ଼ି ଆଜି ପଡ଼ିକି ମନ ଦୁଃଖ ଏଥିପାଇଁ ହେଲା କି ଭାଇ 5-6 ଦିନ ହେବ ଗାଡ଼ି ଆସିଛି, ତ ମୋର ଗୋଟେ ଆକ୍ସିଡେଣ୍ଟରେ ମୋବାଇଲ୍ ଭାଙ୍ଗି ଯାଇଛି ଅଲରେଡ଼ି। ତ ସେଇଆକୁ ମୁଁ ଚଲାଉଛି। ଆଉ ଗାଡ଼ି ଏଠି ଘୋରା ହେଇକି ରଖା ହେଇଛି, ମୁଁ ଆପଣଙ୍କୁ ଦେଖାଉଛି କେମିତି କ'ଣ ଭାଙ୍ଗିଛି ମୋର। ଭାଇ ଯଦି ଇନ୍ସୁରାନ୍ସ କ୍ଲେମ୍ ନ ହେବ ତାହେଲେ ବହୁତ ଟଙ୍କା ଖର୍ଚ୍ଚ ହେବ। ଭାଇ ଦେଖନ୍ତୁ ଟୋଟାଲି ଟୋଟାଲି ଭାଇଚରଟା ପୁରା ଫାଇବର ଅଛି, ତ ଏଇଟା ଟୋଟାଲି ଭାଙ୍ଗି ଯାଇଛି। ଆଉ ତାପରେ ତଳ ଏଇଟା ଷ୍ଟାଣ୍ଡ, ଆଉ ଏଠି ବ୍ରେକ୍, ଆଉ ଆଗରେ ସ୍ପିକର ପାଖରେ ଏଠି ଦେଖନ୍ତୁ, ସ୍ପିକର ପାଖରେ ଏଠି ବି ସ୍କ୍ରାଚ୍ ଆସିଛି, ବହୁତ ସାରା ସ୍କ୍ରାଚ୍ ଆସିଛି। ଗାଡ଼ି ସବୁ ଠିକ୍ ଅଛି କିନ୍ତୁ ଅନ୍ ବି ହେଉଛି ଦେଖନ୍ତୁ, ଅନ୍ ହେଉଛି କିନ୍ତୁ ବହୁତ ସାରା ସ୍କ୍ରାଚ୍ ଅଛି। ମିରରରେ 2-3ଟା ସ୍କ୍ରାଚ୍ ଅଛି। ଦେଖାଯାଉ ଇନ୍ସୁରାନ୍ସ ବାଲା ଆକୁ କ୍ଲେମ୍ କରିକି କରିବେ କି ନ କରିବେ ଠିକ୍ ନାହିଁ। ଲାଗୁଛି ତ କରିଦେବେ କାରଣ ସବୁଠାରୁ ବଡ଼ ସ୍କ୍ରାଚ୍ ଏଇଟା। ଆଉ ଦେଖିକି ମନ ଦୁଃଖ ହେଉଛି, ଗାଡ଼ି ମାତ୍ର 5 ଦିନ ହେଇଥିଲା। ଆଉ ଏଇଟା ଟୋଟାଲି ଭାଙ୍ଗି ଯାଇଛି, ଯେଉଁ ବେଲ୍ଟ ପାଖ ଏଇଟା ସେଫ୍ଟି ଏଇଟା ଲାଗିଥିଲା। ଏଇଟା ତ କିଛି ଲାଗିନଥିଲା, ନର୍ମାଲ୍ କ୍ଲାମ୍ପ ଲାଗିଥିଲା। ତ ଏଇଟା ଟୋଟାଲି ଭାଙ୍ଗି ଯାଇଛି ଗାଡ଼ିର। ଆଉ ଦେଖାଯାଉ କ'ଣ ହେଉଛି। ଆଉ କିଛି ସ୍କ୍ରାଚେସ୍ ଆସିନି କେଉଁଠି, ଆଉ ସବୁ ଠିକ୍ ଅଛି। ଗୋଟେ ଏଇଟା ଓଲାବାଲାଙ୍କ ତରଫରୁ କହିବାର ଅଛି କି ଆକୁ ଯଦି ସେଫ୍ଟି ଜିନିଷ କିଛି ଲଗେଇବ ତାହେଲେ ଇନ୍ସୁରାନ୍ସ ବାଲା କ୍ଲେମ୍ କରିବେନି। ସେଥିପାଇଁ ମୁଁ ବି ଆକୁ ଲଗେଇ ନଥିଲି କିଛି, ନର୍ମାଲ୍ ଜଷ୍ଟ ଇଏରେ ଚକା ଖସିଗଲା ତ ସେଥିପାଇଁ ହେଲା। ମିରରରେ ବି ଦାଗ ପଡ଼ିଛି 2-4ଟା ଜାଗାରେ। ଦେଖିବା ଆକୁ କ୍ଲେମ୍ କରନ୍ତୁ କି ନ କରନ୍ତୁ ସେଇଟା ମୁଁ ଜାଣିପାରିନି। କରିବେ ବୋଧେ ମୋତେ ଲାଗୁଛି, କାରଣ ମୋର ତ ନୂଆ ଗାଡ଼ି ନା, ତ ଇନ୍ସୁରାନ୍ସ ଅଛି ଏବେ ତା'ର। ଦେଖାଯାଉ କ'ଣ ହେଉଛି, କାରଣ ମନ ଦୁଃଖ ହେଉଛି ବହୁତ। ଆଉ ଏସି ବି ଏଠି ଉପରେ ଟୋଟାଲି, ଏସିରେ ବି ବେଙ୍ଗ ଛୁଆ ସବୁ ମନକୁ ମନ ପଶିକି ଏଠି ଦେଖନ୍ତୁ ଉପରେ ଲାଗିଛି। ତ ମନକୁ ମନ ସେଥିରେ ବେଙ୍ଗ ଛୁଆ ପଶିକି ତା ଦେହରେ ବି କିଛି ପ୍ରୋବ୍ଲେମ୍ ଆସିଛି। ତାକୁ ମୁଁ ଖୋଲୁଥିଲି ତ ଖୋଲି ହେଲାନି, ଆଉ ସେଥିପାଇଁ ଟିକେ ପ୍ରୋବ୍ଲେମ୍ ହେଲା। ଆଉ ଦେଖାଯାଉ କ'ଣ ହେଉଛି। ଭାଇ ସବୁଥିରେ ଯାହା ଜିନିଷ କିଣିଲାକୁ ସେଇଟା ଆକ୍ସିଡେଣ୍ଟରେ ଭାଙ୍ଗୁଛି ଟୋଟାଲି। ସେଥିପାଇଁ ବହୁତ ମନ ଦୁଃଖ ହେଉଛି, କାରଣ
जिते बेले भी जहाँ कले टोटाली एक्सीडेंट रे भांगी जाऊँगी। आबे रिसेंट एक्सीडेंट रे मोर जो मोबाइल मुझे वीडियो बनौ से मोबाइल मोर भांगी तथा मुझे सेम चलाऊँगी आउे नुआ गाड़ी आनी बहुत प्रोब्लेम फेस करी जेकोसी कम को जाई हो ना असुविधा होता लगे कि माने ओला आइले माने चार्ज रे हो तो पेट्रोल खर्च एत आसोनी तो से आहरी प्रोब्लेम सी 5 दिन है सी एक्सीडेंट रे भांगीगला साढ़े फार्म रे मशरूम ठीक से गरम जो हो पारानी से भी लॉस तो देखा जाऊ कौन हो आपने वीडियो को लाइक और चैनल को प्लीज सब्सक्राइब करूँ आको आज जब हम दरकार बोले गाधेवा ये बहुत दिन गाधे ना ख्रीष्टी आम गाधे ना ख्रीष्टी गाधे ना टोटाली हसन ही पड़ी ये शोच उठू ना आर पड़ी उठीगला पूरा ये करी ख्रीष्टी खाइचु झाड़ी हो रूम को झाड़ू धरी ये बहुत रागी तो आस जी लगे भी ये कामुड़ी कुमुड़ी दिए तो एबे से ठीक अच्छी तो आपको भी ये भी गाधे नहीं गाधेबा आपको भी गाधे देवी कारण ये गाधे नहीं बहुत दिन आनी गरम तो पड़ुची तो से आपको भी गाधे पड़ो आटे सांपो सरी जाइए सांपो सरी जाता से तो नॉर्मल घर सांपुरे ही लगे गाधे दवा फ्रेश हो पिंसुर आर कमी माटी होती देखे चलता आपन को पिंसु आ ये तार नंदी माउसी पूरा ये फिटाजी फिटाजी रखी पिंसु पिंसु पूरा ये अपरिष्कार है मुह फुह केमती करी पूरा अपरिष्कार टोटाली माउस तार हसी दौर टे ना माउस तार आम देखुची तो प्लीज भाई जो मैंने ब्लॉग टी देखुं लाइक और चैनल को सब्सक्राइब करूँ आउ थे कहूँ आमर ये घर भंगा है रोसे घर चुली बाहर पड़ी घर भंगा है कारण ये टोटाली एरिया को मूषा खत करदे खाई से प्रोब्लेम है मन को मन टोटाली घर दबिला से घर भंगा है ना घर भांगी जाता आउ पंच छुआ तो छड़ा हो गला तो आग जालटा पूरा साइज करदे तापर माछ धरा हम आ माउसी की दिहबनी माउसी माछ नौटी जाल पूरा साइज डिस्को जाल पड़ो आज ये तार खाई दे पर माछ लाओ जबरदस्त माछ माछ माने फरा माछ आज पड़ो मुझे जाल पकड़ माने सीमा कौन कहले यहाँ तू पकई पार देखा जाए पकई पारि जब कहते तो पकई पारि ओके बुना जाल पकई पारि पकई पार पड़ू होगा टे जस्ट हो पशु पशु का माछ बड़ी थो जे खोलला भल कि ये होगा आसवे ना गोटाए कहीं ना गोटाए कहीं ना देखा माछ मु ये हम ना जहाँ बेले गोटे आई दीटा आई दीटा पिंसु गोटाओ देख
ହାରିଗଲା ଗୋଟେ କଣ ପଡିଥିଲା। ବଢିଆ ସ୍ପେଶାଲ ପୋହଳାଟେ ହେଇଛି। ଏଟା ପୋହଳା ନା ରୋହିଟା? ଖାଇଦେଲେ ମାଛ ପଡ଼ିବ ନହେଲେ ମାଛ ପଡ଼ିବନି। ମାଛ ପଡ଼ିବନି କହିଲା ମାଛ କହିଲା ପଡ଼ିବି ନାହିଁ ନ ଖାଇଲେ ମାଛ ପଡ଼ିବନି। ମିରକାଳି ଆଇଛି ଗୋଟେ ଆଉ ସବୁ ରୋହି। ମତେ ତ ଟୋଟାଲି ଆଉ ଟିକେ ଖୋଲନ୍ତା ଜାଲ ଖୋଲୁ ନାହିଁ। ଆରେ ଅଭ୍ୟାସ ହେଇଗଲାଣି ପକେଇ। ମାଛ ନହେଲେ ପଡ଼ିବନି ନ ଖାଇଲେ ମାଛ ପଡ଼ିବନି ହେଲା। ପାଣି ମାରିଲା ଲାଇନ ତ କଣ ଯାଉଛି ଆଉ ଆମର ହେଇଗଲା ତମର କଣ ଚିହ୍ନା ପାଖରେ ପଡୁଛି? ଗଞ୍ଜି କଣ ହେଲା ଚିକୁ କହିଲୁ? ସେ ଗଞ୍ଜି କଣ ହେଲା? ସର୍ଫ ଅଛି ଗଞ୍ଜିକି ଅସନା କରିଛୁ ମାଛ ଖାଇବୁ। ହାରିଗଲା ଗୋଟେ କଣ ହେଲା। ଅଛି ଗୋଟେ କଣ ହଁ ଆଉ କଣ ସିଏ ଅଛି? ମତେ କଣ ଜାଲ ପକା ଆସେ? ଶିଖୁଛି ମୁଁ ଏବେ। ଆଗ ପକେଇବା ସାହସ ଦରକାର। ଡରିଲେ କଣ ହବ? ଭୁଲ ହଉଛି ଭୁଲ ହେଇ ଗୋଟାଏ ଠିକ ହେଲେ ଜଣା ପଡିବ ନା। ତମର ଜାଲ ତମର ସବୁ ହଉ କଣ ଇଏ ପରିଶ୍ରମ ହଉଛି ଏତେ କଥା କଣ? ବିଲକୁଲ ଧଳା ଜାଣିନଥିଲି। ଆଜ୍ଞା ଏ ନନା ତ ପିଠି ଫାଟିବଟି ଏ ନନା ନା ଓ ନନା ଡାକିଦେଲା ଗୋଟେ ଆଉ ଏମିତି ପଡିଛି ଡର ମଲା ହେଇଛି ବଞ୍ଚିଛି କିନ୍ତୁ ଡର ମଲା। ଦୂରକୁ ପକେଇଲା ଟୋଟାଲି ପଡୁନାହିଁ। ଏଠି ସବୁ ଆସି
ଏ ତଥାପି ଗୋଟେ କ'ଣ ଅଛି ଗୋଳି କରିଦଉଛି ଏ ଆଇଲା 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 ଆଡୁ ପଡିଆ ଉପରୁ ପଡିଆ ଖରା ଟିକେ ଉପରେ ଅଛି ସବୁ ପଳେଇଲା କ'ଣ ବେ